ଦିନକର ଘଟଣା। ଜଣେ ମୁନି ଗୋଟାଏ ଆଶ୍ରମରେ ବାସ କରୁଥିଲେ। ସେ ତାଙ୍କର ଗୁରୁର ଜଣେ ଏକମାତ୍ର ପ୍ରିୟ ଶିଷ୍ୟ ଥିଲେ। ସେ ତାଙ୍କର କାର୍ଯ୍ୟ ପ୍ରତି ବହୁତ କର୍ତ୍ତବ୍ୟ ପରାୟଣ ଥିଲେ। ତାଙ୍କୁ ଯେକୌଣସି କାର୍ଯ୍ୟ ଦିଆଯାଉଥିଲା ସର୍ବପ୍ରଥମେ ସେ କିପରି ଭାବରେ ନିଜର କାର୍ଯ୍ୟଟିକୁ ଶେଷ କରିବେ ତାହା ହିଁ ଚିନ୍ତା କରୁଥିଲେ। ଗୁରୁ ମନେ ମନେ ଗୋଟାଏ କଥା ସ୍ଥିର କଲେ ଯେ ମୁଁ ଗୋଟାଏ ଗୁରୁତ୍ୱପୂର୍ଣ୍ଣ କାମ ମୋର ଏହି ଶିଷ୍ୟକୁ ଦେବି। ଦିନେ ଗୁରୁ ତାଙ୍କର ସେହି ଶିଷ୍ୟକୁ ଡକାଇଲେ ନିଜ ପାଖକୁ। ଶିଷ୍ୟ ଯାଇ ଗୁରୁକୁ ପ୍ରଣାମ ଜଣାଇଲା ଏବଂ କହିଲା, କ'ଣ ହେଲା ଗୁରୁଦେବ, ମୋତେ କ'ଣ ପାଇଁ ତୁମେ ଡକାଇଲ? ସେଠାରେ ଗୁରୁ ଶିଷ୍ୟକୁ କହୁଛନ୍ତି, ଶିଷ୍ୟ, ଗୋଟାଏ ଗୁରୁତ୍ୱପୂର୍ଣ୍ଣ କାମ ମୋର କରିବାର ଅଛି ଏବଂ ମୁଁ ଜାଣିଛି ଏହି କାମ ପାଇଁ ତୁମେ ହିଁ ଉପଯୁକ୍ତ ପାତ୍ର। ତୁମେ ହିଁ ଏହି କାର୍ଯ୍ୟଟିକୁ ଦାୟିତ୍ୱର ସହିତ କରିପାରିବ। ସେଥିରେ ଶିଷ୍ୟ ଜଣକ ଗୁରୁଙ୍କୁ କହୁଛନ୍ତି, ଏହା ମୋର ଭାଗ୍ୟ, ଏହା ମୋର ସୌଭାଗ୍ୟ ଗୁରୁଦେବ। ଗୁରୁ କହିଲେ, ଆଚ୍ଛା ଠିକ୍ ଅଛି, ଏହି ଚିଠିଟିକୁ ନିଅ। ଏହାକୁ ନିକଟସ୍ଥ ରାଜ୍ୟର ଦୁର୍ବାସା ମୁନି ତାଙ୍କୁ ଏହି ଚିଠିଟିଏ ଦେଇଦେବେ। ଏହା ବହୁତ ଗୁରୁତ୍ୱପୂର୍ଣ୍ଣ ଚିଠିଟିଏ। ଏହାକୁ ଯଥାଶୀଘ୍ର ତାଙ୍କୁ ଦେବା ଆବଶ୍ୟକ। ଯଦି ଟିକେ ବିଳମ୍ବ ହେବ ତାହେଲେ ଅନର୍ଥ ହୋଇଯିବ। ସେଥିରେ ଶିଷ୍ୟ ଜଣକ ଗୁରୁଦେବଙ୍କୁ ପ୍ରଣାମ ଜଣାଇଲା ଏବଂ କହିଲା, ଗୁରୁଦେବ, ଆପଣ ମୋ ଉପରେ ବିଶ୍ୱାସ କରିଛନ୍ତି। ମୁଁ ମୋର ପ୍ରାଣ ବଳେ ହିଁ ଏହି କାର୍ଯ୍ୟଟିକୁ ସମ୍ପୂର୍ଣ୍ଣ କରିବି। ଶିଷ୍ୟ ଜଣକ ଗୁରୁଦେବଙ୍କୁ ପ୍ରଣାମ ଜଣାଇ ସେଠାରୁ ପଳାଇ ଆସିଲା, ଆଶ୍ରମରୁ ପଳାଇ ଆସିଲା। ସେ ବହୁତ ଜୋରରେ ଚାଲିଲା। ରାସ୍ତାରେ କେଣେ ହେଲେ ଠିଆ ହେଲା ନାହିଁ ଯେପର୍ଯ୍ୟନ୍ତ ସାମ୍ନାରେ ଗୋଟାଏ ନଦୀ ନ ପଡ଼ିଛି। ବହୁତ ଦୂର ଗଲା ପରେ ଗୋଟାଏ ନଦୀ ପଡ଼ିଗଲା। ସେ ନଦୀ କେମିତି ପାର ହେବ ତାହା ଚିନ୍ତା କଲା। ନିକଟରେ ସେ ଦେଖିଲା ଗୋଟାଏ ପୋଲ ଅଛି, କିନ୍ତୁ ପୋଲ ଆରପଟରେ ଜଣେ ଯୁଦ୍ଧିଆ ଠିଆ ହୋଇଥିଲା। ମୁନିଙ୍କ ମନରେ ଏକ ଭୟ ଆସିଲା। ଆରେ ସେ ଯୁଦ୍ଧିଆ ଖଣ୍ଡା ଧରି କ'ଣ ପାଇଁ ଠିଆ ହେଇଛି? ସେ ଭୟରେ ସେହି ପୋଲଟିକୁ ପାର କରିବା ପାଇଁ ଚେଷ୍ଟା କଲେ ଏବଂ ପୋଲ ଉପରକୁ ଗଲେ ମଧ୍ୟ। ପୋଲଟିକୁ ପାର କରିସାରିଲେ ଆର ପଟରେ ସେହି ଯୁଦ୍ଧିଆ ଜଣକ ଛିଡ଼ା ହେଇଥିଲା। ସେ ଆସି ପହଞ୍ଚିଗଲା ସେହି ମୁନିଙ୍କ ପାଖରେ ଏବଂ କହିଲା, ତମେ ଏହି ପୋଲଟିକୁ ପାର କରିବା ପାଇଁ ଦୁଃସାହସ କରିଛ। ମୁଁ ପ୍ରତିଜ୍ଞା ନେଇଥିଲି ଯେ ପ୍ରଥମରୁ 100 ଜଣ ବ୍ୟକ୍ତି ଯେଉଁମାନେ ଏହି ପୋଲଟିକୁ ପାର କରିବେ ସେମାନଙ୍କ ସହିତ ଯୁଦ୍ଧ କରିବି ଏବଂ ସେମାନଙ୍କୁ ମୃତ୍ୟୁ ମୁଖରେ ପକାଇଦେବି। ଆଜି ପର୍ଯ୍ୟନ୍ତ ମୁଁ 99 ଜଣଙ୍କ ସହିତ ଯୁଦ୍ଧ କରିସାରିଛି ଏବଂ ସେମାନଙ୍କୁ ମୃତ୍ୟୁ ମୁଖରେ ପକାଇ ସାରିଛି। ତୁମେ ହେଲ ମୋର 100 ନମ୍ବର ଶତ୍ରୁ। ମୁଁ ତୁମ ସହିତ ଯୁଦ୍ଧ କରିବାକୁ ଚାହେଁ କାରଣ ତୁମେ ମୋ ପୋଲ ଉପରେ ଅତିକ୍ରମ କରିଛ। ସେଥିରେ ମୁନି ଜଣଙ୍କ ସେହି ଦୁଷ୍ଟ ଯୋଦ୍ଧାକୁ କହୁଛନ୍ତି, ଆରେ ଯୋଦ୍ଧା, ମୁଁ ତୁମ ସହିତ ଯୁଦ୍ଧ କରିବି ସତ, ତୁମର ପ୍ରତିଜ୍ଞା ବି ଭଙ୍ଗ କରିବାକୁ ଚାହେଁ ନାହିଁ, କିନ୍ତୁ ମୋର ଗୋଟାଏ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଅଛି। ମୁଁ ଏହାକୁ ସର୍ବପ୍ରଥମେ ପୂରଣ କରିବାକୁ ଚାହୁଁଛି। ମୋ ଗୁରୁଙ୍କର ଆଦେଶ ଅଛି ଏହି ଚିଠିଟିକୁ ନିକଟସ୍ଥ ରାଜ୍ୟର ଦୁର୍ବାସା ମୁନିଙ୍କୁ ଦେବା ନିହାତି ଆବଶ୍ୟକ। ଯଦି ଏହା ନ ଦିଆଯାଏ ତାହା ଅନର୍ଥ ଘଟିଯିବ। ବହୁତ କାକୁତି ମିନତି କଲା ପରେ ମୁନି ଜଣଙ୍କ ନିଜର କଥା ତାଙ୍କୁ ବୁଝାଇଲା ପରେ ଯୁଦ୍ଧିଆ ଜଣଙ୍କ ମୁନିକୁ କହିଲା, ଆଚ୍ଛା ଠିକ୍ ଅଛି, ତୁମେ ଯାଅ, କିନ୍ତୁ ମୁଁ ଅପେକ୍ଷାରେ ରହିଲି, ତୁମେ ଆସିଲେ ମୁଁ ତୁମ ସହିତ ଯୁଦ୍ଧ କରିବି। ସେଠାରେ ମୁନି ଜଣକ ତାଙ୍କୁ ସେଠାରେ ଧନ୍ୟବାଦ କହି ପଳାଇଗଲେ ଦୁର୍ବାସା ଋଷିଙ୍କ ପାଖକୁ। ବହୁ ବାଟ ଗଲା ପରେ ସେ ଦୁର୍ବାସା ଋଷିଙ୍କ ସହିତ ସାକ୍ଷାତ କଲେ ଏବଂ ତାଙ୍କୁ ଚିଠିରେ ଦେଲେ। ତା ସହିତ ସେ ତାଙ୍କ ସହିତ ରାସ୍ତାରେ ଯାହା କିଛି ଘଟିଥିଲା, ପୋଲର କଥା, ଯୁଦ୍ଧର କଥା, ସବୁ କଥା ତାକୁ ବୁଝାଇଲେ। ଦୁର୍ବାସା ଋଷି କହିଲେ, ମୁଁ ତୁମକୁ ତ ଯଥାଶୀଘ୍ର ଯୁଦ୍ଧ ବିଦ୍ୟା ଶିଖାଇ ପାରିବି ନାହିଁ। ତୁମକୁ ଗୋଟାଏ କଥା କହୁଛି, ତୁମର ମୃତ୍ୟୁ କେତେବେଳେ ଆସିବ ତାହା ମୁଁ ତୁମକୁ ବତାଇ ଦେଉଛି। ଯେତେବେଳେ ତୁମେ ଆଖି ବନ୍ଦ କରିଥିବ, ତୁମ ମସ୍ତିଷ୍କରେ କିଛି ଶୀତଳ ପଦାର୍ଥ ବ୍ୟାପିଯିବ, ସେତେବେଳେ ଜାଣିବ ତୁମକୁ ମୃତ୍ୟୁ ଆସିବ। ତା ଆଗରୁ ତୁମକୁ ମୃତ୍ୟୁ ଆସିବ ନାହିଁ। ଏବଂ ସେହି ଯୁଦ୍ଧ କଥା ତୁମେ ଛିଡ଼ା ହେଇଯିବ ଆଖି ବନ୍ଦ କରି, ହାତ ଉପରକୁ ଟେକି, ଡାହାଣ ହାତରେ ତୁମେ ଖଣ୍ଡା ଧରିଥିବ ଏବଂ ବାମ ହାତଟି ସାମ୍ନାକୁ ରଖି ଟିକେ ନଇଁକି ଛିଡ଼ା ହେଇଥିବ। ଆଖି ବନ୍ଦ କରିଥିବ, ସ୍ଥିର ମସ୍ତିଷ୍କ, କିଛି ଚିନ୍ତା କରିବନି, ଡର ଭାବନା ଯେମିତି ମୁହଁରେ ଦେଖା ନଯିବ। ସେଠାରୁ ଶିଷ୍ୟ ଜଣକ ଆସିଗଲା ଏବଂ ଗୁରୁ ଯେମିତି କହିଥିଲେ ସେହିପରି ଭାବରେ ଆଖି ବନ୍ଦ କରି ଖଣ୍ଡାଟି ହାତରେ ଉପରକୁ ଟେକି ଗୋଟାଏ ହାତ ସାମ୍ନାକୁ ରଖି ସେ ଛିଡ଼ା ହେଇଗଲା ଆଖି ବନ୍ଦ କରି, ନିସ୍ତବ୍ଧ, ଡର ଶୂନ୍ୟ, ଭୟ ଶୂନ୍ୟ ମୁହଁରେ। ସେଠାରେ ଯୁଦ୍ଧିଆ ଜଣକ ମୁନିଙ୍କୁ ଦେଖି ଭୟଭୀତ ହେଇଗଲା। ଆରେ ଏ କ'ଣ ଆସନ, ମୁଁ ତ ଏମିତି ଯୁଦ୍ଧ ବିଦ୍ୟା ଆଜି ଶିଖି ନାହିଁ। ଆଖି ବନ୍ଦ କରି ଖଣ୍ଡା ଚଳାଇବା ତ ମୁଁ ଜାଣି ନାହିଁ। ମୋତେ ମାଲୁମ ହେଉଛି ଏ ବହୁତ ବଡ଼ ଯୋଦ୍ଧା, ୟାଙ୍କ ପାଖରୁ ମୁଁ ଏହି ବିଦ୍ୟାଟି ଶିଖିବା ମୋର ଆବଶ୍ୟକ। ସେହି ଯୁଦ୍ଧିଆ ଜଣକ ଆସି ମୁନିଙ୍କର ପାଦ ତଳେ ଲମ୍ତମ୍ ପଡ଼ିଗଲା ଏବଂ ତାଙ୍କୁ କହିଲା, ଦୟାକରି ମୋତେ କ୍ଷମା କରିଦିଅ। ମୁଁ ଜାଣିନଥିଲି, ମୁଁ ବୋଧ ଆପଣଙ୍କ ସହିତ ଯୁଦ୍ଧ କରିବା ପାଇଁ କହି ପକାଇଥିଲି। ମୋତେ ଆପଣଙ୍କର ଏହି ଯୁଦ୍ଧ ବିଦ୍ୟାଟି ଶିଖାଇବେ। ମୁଁ ଆପଣଙ୍କର ଚିରପ୍ରକୃତ ହେବି, ଆପଣଙ୍କର ପାଇଁ ସଦାସର୍ବଦା ଋଣୀ ହୋଇ ରହିବି। ସେଠାରେ ମୁନି ଜଣକ ହସ ହସ ବଦନରେ କହିଲେ, ଆଚ୍ଛା ଠିକ୍ ଅଛି କହିଦେଇ ସେ ସେଠାରୁ ପଳାଇ ଆସିଲେ।
କାହାଣୀର ତାତ୍ପର୍ଯ୍ୟ ଏଇଆ, ଯେତେ ବଡ଼ ବିପଦ ଆସିଥାଉ ନା କାହିଁକି ସବୁବେଳେ ସ୍ଥିର ରହିବା ପାଇଁ ଚେଷ୍ଟା କର, ମନକୁ ଶାନ୍ତ କରିବା ପାଇଁ ଚେଷ୍ଟା କର ଏବଂ ବିଚଳିତ ହେବାର ଆବଶ୍ୟକ କିଛି ନାହିଁ। ସ୍ଥିର ମନରେ ତୁମେ ସେହି ବିପଦଟିକୁ ଦୂରେଇ ବି ପାରିବ। ଭିଡ଼ିଓଟି ଭଲ ଲାଗିଥିଲେ ଏହାକୁ ଲାଇକ୍ କରିବେ ଏବଂ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ତା ସହିତ ପାଖରେ ଯେଉଁ ବେଲ୍ ଆଇକନ୍ ଅଛି ତାକୁ ଅଲ୍ ସିଲେକ୍ଟ କରିଦେବେ, ଯଦ୍ୱାରା କି ଏମିତି ମୋଟିଭେସନାଲ୍ ଷ୍ଟୋରି, ଏମିତି ଲାଇଫ୍ ଚେଞ୍ଜିଂ ଷ୍ଟୋରିର ନୋଟିଫିକେସନ୍ ସର୍ବପ୍ରଥମେ ଆପଣମାନଙ୍କ ପାଖକୁ ଆସିବ। ବିଦାୟ ଦିଅନ୍ତୁ। ଜୟ ଜଗନ୍ନାଥ।